ଆମ ଯୁବ ସମାଜ ଏବେ କୋଉ ପଟ ଲାଇନରେ ଚାଲିଛି ଆପଣ ମାନେ ଦେଖନ୍ତୁ। କଲିକତା ଘଟଣାରୁ କିଛି ଶିଖିଲେନି, ନା ବାଂଲାଦେଶ ଘଟଣାରୁ କିଛି ଶିଖିଲେନି, ନା କାଶ୍ମୀର ଫାଇଲରୁ କିଛି ଶିଖିଲେନି। ଖାଲି ଆମେ ରାତି ପାଇଲେ ଇନଷ୍ଟାଗ୍ରାମ ଖୋଲିବା, ଗାଣ୍ଡି ହଲିଆ ନୃତ୍ୟ ଦେଖିବା। ତା ବ୍ୟତୀତ ଆମେ ଆମ ଧର୍ମ ପାଇଁ ପଦେ କହିବାନି। ଯିଏ ଧର୍ମ ପାଇଁ ପଦେ କହୁଛି ତା ପାଖରେ ଆମେ ଛିଡା ହବାନି। ଅନ୍ୟାୟ ବିରୁଦ୍ଧରେ ଲଢିବାନି, ନା ଅନ୍ୟାୟ ବିରୁଦ୍ଧରେ ସୁର ପଦେ କହିବାନି। ଆମ ଧର୍ମ ବିଷୟରେ ଆମେ ଚର୍ଚ୍ଚା କରିବାନି। ତାହେଲେ କାହା ବିଷୟରେ ଆମେ ଚର୍ଚ୍ଚା କରିବା? କେବଳ ଏଇ ଗାଣ୍ଡିଲିଆ ନୃତ୍ୟ ଦେଖିବା। ତା ବ୍ୟତୀତ ଯିଏ ଯାହା କହିଲା ଆମର କଣ ଢୋକ? ଆମେ ଖାଲି ସୋସିଆଲ ମିଡିଆରେ ଆମର ଫଲୋଅର କେତେ ବଢିଲେ, ଅମ କଲେ ସମ କଲେ ସେଇଟା ଦେଖିବା। ମାନେ କଣ ଚାଲିଛି ଆଗକୁ, ଆମ ହିନ୍ଦୁ ଧର୍ମ କେମିତି ଆଗକୁ ବଢିବ, କେମିତି ଆମ ସମାଜ ସଚେତନ ହବ। କାହିଁକିନା କଲିକତା ଘଟଣାରୁ ଆମେ କଣ ଶିଖିଲେ? ମୁର୍ଶିଦାବାଦ ଘଟଣାରୁ ପର୍ଟିକୁଲାର ତେଣୁ ୱାକଆଉଟ ଆମେଣ୍ଟ ବିଲକୁ ନେଇକରି ମାନେ ଗର୍ଜନ କରୁଛ, କିନ୍ତୁ ହିନ୍ଦୁ ପରିବାରକୁ ଟାର୍ଗେଟ କରି ମରାମରି କରୁଛ। ତାର କାରଣ କଣ? ଆମେ ଏଥିରୁ ହିନ୍ଦୁ ମାନେ କିଛି ଶିଖି ପାରିଲେନି, ସଚେତନ ବି ହେଲେନି।